ଜ୍ୱରରେ ଭାସିଯାଇ ଛାତ୍ରୀ ନିଖୋଜ ଘଟଣା 26 ଘଣ୍ଟା ପରେ ମୃତଦେହ ଉଦ୍ଧାର। ଅନୁଗୁଳ ବ୍ଲକ ବସଲା ଗ୍ରାମ ପଞ୍ଚାୟତର ସୁନାଭୂଇଁ ଗ୍ରାମରେ ଆଜି ଜ୍ୱରରେ ଭାସିଯାଇ ଜଣେ ଛାତ୍ରୀ ନିଖୋଜ ହୋଇଥିଲେ। ସୁନାଭୂଇଁ ଗ୍ରାମର ପ୍ରମୋଦ ବେହେରାଙ୍କ ଝିଅ ପ୍ରୀତି ବେହେରା ବୟସ 18 ସବୁଦିନ ପରି ଗତକାଲି ମଧ୍ୟ କମ୍ପ୍ୟୁଟର କ୍ଲାସ କରି ଯାଇଥିଲେ। କମ୍ପ୍ୟୁଟର କ୍ଲାସ ସାରି ଦିନ ପ୍ରାୟ 2ଟା ବେଳେ ଘରକୁ ଯାଉଥିବା ବେଳେ ଘର ପାଖରେ ଥିବା ଘୋଡ଼ାଡିଆ ଜୋରର ପୋଲ ଉପରେ ପାଣି ଯାଉଥିବା ବେଳେ ଗ୍ରାମର ସନ୍ତୋଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲ ପାର କରିବା ପାଇଁ କହିଥିଲେ। ତେଣୁ 2 ଜଣ ପୋଲ ପାର ହେଉଥିବା ବେଳେ 2 ଜଣ ପାଣିରେ ଭାସି ଯାଇଥିଲେ। ସନ୍ତୋଷ ସାହୁ ଜୋରରୁ କିଛି ସମୟ ପରେ ବାହାରିଥିବା ବେଳେ ପ୍ରୀତି ପାଣିରେ ଭାସି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଥିବା ବେଳେ ବିଫଳ ହୋଇଥିଲେ। ତେଣୁ ଓଡ୍ରାଫ୍ ଟିମ୍ ପହଞ୍ଚିଥିବା ବେଳେ ସନ୍ଧ୍ୟା ହେବାରୁ ଆଜି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ମିଳିତ ଉଦ୍ୟମରେ ଖୋଜାଖୋଜି କରିଥିଲେ, ଯାହାଫଳରେ ପ୍ରୀତିଙ୍କ କୌଣସି ଖବର ମିଳିଲା ନାହିଁ। ତେଣୁ 26 ଘଣ୍ଟା ପରେ ତାଙ୍କର ମୃତଦେହ ଗ୍ରାମ ନିକଟରେ ଥିବା ଗୋଟିଏ ବୁଦାମୂଳେ ଥିବା ଦେଖିଥିଲେ। ତେଣୁ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଭର୍ତ୍ତି କରାଯାଇଛି।